ଦାଉଦ ଜଣେ ମେଷ ଚରଉଥିବା ସାଧାରଣ ଲୋକ ଥିଲେ। ସଦାପ୍ରଭୁ ତାଙ୍କ ସମ୍ମୁଖରେ ଥରେ ନୁହେଁ ଦୁଇ ଥର ତାଙ୍କର ଶତ୍ରୁ ସାଉଲ ରାଜାକୁ ସମର୍ପଣ କଲେ। ଯେଉଁ ସାଉଲ ରାଜା ତାଙ୍କୁ ବଧ କରିବା ପାଇଁ ପାହାଡ଼ ପର୍ବତ ଗୁମ୍ଫାମାନଙ୍କରେ ତାଙ୍କୁ ଖୋଜୁଥିଲେ, କିନ୍ତୁ ଦାଉଦ ତାଙ୍କ ଉପରେ ହାତ ଦେଲେ ନାହିଁ। କ'ଣ ପାଇଁ? ଦାଉଦ ଜଣେ ପ୍ରଭୁ ଭୟାଳୁ ଲୋକ ଥିଲେ। ସେ କହୁଛନ୍ତି, ମୁଁ କେଉଁ ପ୍ରକାର ଈଶ୍ୱରଙ୍କ ଅଭିଷିକ୍ତଙ୍କ ବିରୁଦ୍ଧରେ ହାତ ଉଠେଇ ପାରେ? ସଦାପ୍ରଭୁ କହିଲେ, ଇଏ ମୋର ମନର ମତ ବ୍ୟକ୍ତି ଅଟେ। ତାଙ୍କୁ ମେଷଶାଳାରୁ ନେଇ ଇସ୍ରାଏଲର ରାଜା କରିଦେଲେ। ଗୀତ ସଂହିତା 105ର 17-18ରେ ଏହି ପ୍ରକାର ଲେଖାଯାଏ, ସଦାପ୍ରଭୁଙ୍କ ଦୟା ଅନାଦି କାଳରୁ ଅନନ୍ତ କାଳ ପର୍ଯ୍ୟନ୍ତ ଆପଣା ଭୟକାରୀମାନଙ୍କ ପ୍ରତି ଥାଏ ଓ ଯେଉଁମାନେ ତାଙ୍କ ନିୟମ ରକ୍ଷା କରନ୍ତି ଓ ପାଳନାର୍ଥେ ତାଙ୍କ ବିଧି ସବୁ ସ୍ମରଣ କରନ୍ତି, ସେମାନଙ୍କ ପ୍ରତି ତାଙ୍କ ଧର୍ମ ପୁତ୍ର ପୁତ୍ରାଦି କ୍ରମେ ଥାଏ। ହାଲେଲୁୟା। ପ୍ରିୟ ମୋର ଭାଇ ଆଉ ଭଉଣୀମାନେ, ଆମେ ଯେବେ ସଦାପ୍ରଭୁଙ୍କୁ ଭୟ କରି ଜୀବନ କାଟିବା, ସଦାପ୍ରଭୁ ଆମକୁ ମସ୍ତକ କରିବେ, ସଦାପ୍ରଭୁ ଆମକୁ ଉଚ୍ଚରେ ରଖିବେ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ।